हाड़ुभांगी ग्राम पंचायत रे बीजेपी सरकारंकर 2 वर्ष पूर्ति उत्सव पालित। गजपति जिला काशीनगर ब्लॉक अंतर्गत हाड़ुभांगी ग्राम पंचायत ठारे ओडिशा रे बीजेपी सरकारंकर 2 वर्ष पूर्ति अवसर रे विकसित ओडिशा विकसित भारत कार्यक्रम आयोजित होईछि। ଏହି ଅବସରରେ ସରକାରଙ୍କର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଏବଂ 2 ବର୍ଷର ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାଡୁଭାଙ୍ଗି ଗ୍ରାମ ପଞ୍ଚାୟତର ସରପଞ୍ଚ ଟି ଶଙ୍କର ରାଓ, ଜିଲ୍ଲା ବିଜେପି ଉପସଭାପତି ପି ବାବୁ ରାଓ, କାଶୀନଗର ଜୋନ୍ 2 ମଣ୍ଡଳ ସଭାପତି କେ ଜୀବନ ରାଓ, ନାୟବ ସରପଞ୍ଚ ପି ଶିବା, ସମିତି ସଭ୍ୟା ଜି ଜାମୁନା ଏବଂ ଗ୍ରାମ ପଞ୍ଚାୟତର ଅନ୍ୟାନ୍ୟ ଜନପ୍ରତିନିଧି ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ବକ୍ତାମାନେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଯଥା ସୁଭଦ୍ରା ଯୋଜନା, ଆୟୁଷ୍ମାନ ଯୋଜନା, ମହିଳା ସଶକ୍ତିକରଣ, କୃଷି ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ବିଶେଷ ଭାବେ ରାସନ କାର୍ଡଧାରୀ ପରିବାରମାନଙ୍କ ପାଇଁ ମାଗଣା ଚାଉଳ ବଣ୍ଟନ ବ୍ୟବସ୍ଥାର ଉନ୍ନତିକୁ ଉଲ୍ଲେଖ କରାଯାଇଥିଲା। ପୂର୍ବରୁ ହିତାଧିକାରୀମାନେ ପ୍ରତି ବ୍ୟକ୍ତି 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ 10 କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଉଛି। ଏହାଦ୍ୱାରା ଗରିବ ଏବଂ ନିମ୍ନ ଆୟ ବର୍ଗର ପରିବାରମାନେ ଅଧିକ ଉପକୃତ ହେଉଥିବା ଏବଂ ଏହା ସରକାରଙ୍କର ଏକ ଉଲ୍ଲେଖନୀୟ ଜନକଲ୍ୟାଣମୂଳକ ପଦକ୍ଷେପ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।